ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅବ୍ୟବସ୍ଥା ରୋକିବା ପାଇଁ ଅନେକ ପ୍ରକାର ପଦକ୍ଷେପ ନେଇଛନ୍ତି ସରକାର। ବର୍ତ୍ତମାନ ଧାନ ମଣ୍ଡି ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। 1967 ରହିଛି ଟୋଲ୍ ଫ୍ରି ନମ୍ବର। ଧାନ ମଣ୍ଡିରେ ଅବ୍ୟବସ୍ଥା ରୋକିବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇଛି। କଣ୍ଟ୍ରୋଲ ରୁମ୍ର ଉଦ୍ଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଟୋଲ୍ ଫ୍ରି ନମ୍ବର 1967ରେ ଅସୁବିଧା ନେଇ କଲ୍ କରିପାରିବେ ଚାଷୀ। ଫୋନ୍ କରି ମଣ୍ଡିର ଅସୁବିଧା ଅଭିଯୋଗ କରିପାରିବେ ଚାଷୀ। କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର CCTV ଅନୁଧ୍ୟାନ କରାଯିବ। ଅଭିଯୋଗ ଆସିବା ମାତ୍ରେ ନୋଡାଲ ଅଧିକାରୀ ତୁରନ୍ତ ଯିବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ଚାଷୀ 3100 ଟଙ୍କା ପାଇବେ। 2300 ଟଙ୍କା MSP ସହିତ 800 ଟଙ୍କା ବୋନସ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି।